ବାହାଘର ନୂଆ ନୂଆ ହୋଇଥାଏ। ଜ୍ୱଇଁ, ଝିଅ, ବାପା, ମା ଚାରିଜଣ ବାହାରିଛନ୍ତି ପୁରୀ ଯିବା ପାଇଁ। ବାହାଘର ଚତୁର୍ଥୀ କର୍ମ ସରିଲା ଏବଂ କିଛି ଦିନ ପରେ ଜ୍ୱଇଁ ଏବଂ ଝିଅ ଫେରିଥିଲେ ଝିଅର ବାପ ଘରକୁ। ବାପ ଘର ତାଙ୍କର ବାଲେଶ୍ୱର ଭୋଗରାଇରେ। ଆଉ ଝିଅ ମନ ମଧ୍ୟ କାହିଁରେ କ'ଣ ଖୁସି, କାହିଁକି ନା ବାହାଘରର ଏତେ ଦିନ ପରେ ଆସୁଛି ଝିଅ। ବାହାଘର ମାତ୍ର 8 ଦିନ ପରେ ଝିଅକୁ ଲାଗୁଥିଲା ବର୍ଷ ବର୍ଷ ଯେମିତି ବାପା ମାଆଙ୍କୁ ଛାଡ଼ି ଆସିଛନ୍ତି। ଆଉ ଝିଅ ମନ ମଧ୍ୟ ବହୁତ ଖୁସି, କାହିଁକି ନା ରାଜ୍ୟ ବାହାରକୁ ଝିଅ ପଳେଇଥିଲେ। କଲିକତାରେ ଝିଅର ଶାଶୁଘର, ଆଉ ପୁଅ ଘର ମଧ୍ୟ କଲିକତାରେ। ପୁଅ ନିଜ ବାପା ମାଆଙ୍କୁ ଛାଡ଼ି ଏବଂ ଝିଅ ଶାଶୁ ଶ୍ୱଶୁର ଘରକୁ ଆସିଥିଲେ, କାହିଁକି ନା ପ୍ରଥା ଅଛି 8 ଦିନ ପରେ ଆସିବେ। ଝିଅ ମନ ମଧ୍ୟ ବହୁତ ଖୁସି। ଆଉ ସେଇଠୁ ଗୋଟେ ନିଷ୍ପତ୍ତି ନେଲେ ଯେ ଆମେ ପୁରୀ ଯିବା। ଏବଂ ପୁଅ ମନ ମଧ୍ୟ ବହୁତ ଖୁସି, କାହିଁକି ନା ଦୀର୍ଘ 10 ବର୍ଷ ପରେ ପୁଅ ଜଣକ ପୁରୀ ଯାଉଛନ୍ତି। ଆଉ ତାଙ୍କ ସ୍ତ୍ରୀ ଜଣକ ଟାଣି ନେଇ ଯାଉଛନ୍ତି। ସ୍ତ୍ରୀ ଜଣକ କହୁଛନ୍ତି, ଆସ ଆମ ଘର ଦେଖିବ ଏବଂ ଆମ ଘର ହେଲା ପୁରୀ। ମୋ ଭଗବାନ ହେଲେ ଜୟ ଜଗନ୍ନାଥ ଏବଂ ବଡ଼ ଠାକୁର। ତମେ ଯାହା ଡାକିବ ନା ସବୁ ଶୁଣିବେ, ସବୁ ମନସ୍କାମନା ପୂରଣ କରିବେ। ଆଉ ଗୋଟେ କଥା ଜାଣିଛ, ମୋ ବାପା ମା ପ୍ରତିବର୍ଷ ରଥଯାତ୍ରାକୁ ବୁଲିବା ପାଇଁ ଆସନ୍ତି ପୁରୀ। ଆଉ ମୋ ପାଇଁ ଖାସ୍ କରିକି ଏ ବର୍ଷ ଆସିପାରିନଥିଲେ, କାହିଁକି ନା ବାହାଘର ବ୍ୟସ୍ତରେ ଏପଟ ସେପଟ ହୋଇଥିଲେ। ଆଉ ମୋତେ କଥା ଦେଇଥିଲେ ବାହାଘର ପରେ ଜ୍ୱଇଁ ସହିତ ଆସିବୁ, ତେଣୁ ଆମେ ଚାଲ ଯିବା। ସେହି ସମୟରେ ବହୁତ ଖୁସି ହେଇଛନ୍ତି, ଟ୍ରେନ୍ ଟିକେଟ୍ କରିଛନ୍ତି, ଟ୍ରେନ୍ରେ ବାହାରିଛନ୍ତି। ଆଉ ଯେତେବେଳେ ଏହି ସମୟରେ ଗପୁଛନ୍ତି, ହଠାତ୍ ବାପା ମା ଚଢ଼ିଗଲେ ଟ୍ରେନ୍ରେ ଏବଂ ଝିଅକୁ ମଧ୍ୟ ଚଢ଼େଇ ଦେଲେ। ଜ୍ୱଇଁ ଜଣକ ଲଗେଜ୍ ଟେକିକି ଦେଉଥାନ୍ତି, ସେହି ସମୟରେ ହଠାତ୍ ଟ୍ରେନ୍ ଛାଡ଼ିଦେଲା। ଟ୍ରେନ୍ ଯେତେବେଳେ ଛାଡ଼ିଦେଲା, ଜ୍ୱଇଁ ଜଣ କ'ଣ କରିବେ କିଛି ବାଟ ପାଇଲେନି। ଦୌଡ଼ି ଦୌଡ଼ି ଯାଉଥାନ୍ତି, କିନ୍ତୁ ଶେଷରେ ଚଢ଼ି ପାରିଲେ ନାହିଁ। ଏପଟେ ଲଗେଜ୍ ସବୁ ଦେଇଛନ୍ତି, ସେପଟେ କ'ଣ କରିବେ। ଝିଅ ଜଣକ ବ୍ୟସ୍ତ ହେଇଗଲେଣି, ଆଉ ତାଙ୍କ ଶାଶୁ ଶ୍ୱଶୁର ମଧ୍ୟ ବ୍ୟସ୍ତ ହେଇଗଲେଣି। କ'ଣ କରିବେ, ସେ କେମିତି ଆସିବେ, ବାଟ ଜାଣିନାହାନ୍ତି। ଆଉ ସେଠାକାର କଥାବାର୍ତ୍ତା ମଧ୍ୟ ଜାଣିନାହାନ୍ତି, ଓଡ଼ିଆ ବୁଝନ୍ତିନି, କ'ଣ କରିବେ। ତାପରେ ସେପଟେ ଭଗବାନଙ୍କୁ ଡାକୁଥାନ୍ତି ତାଙ୍କ ସ୍ତ୍ରୀ। ସେପଟେ ସ୍ୱାମୀ ଜଣକ କହିଲେ, ମୁଁ କେମିତି ଯିବି। ସେହି ସମୟରେ ପଚାରିଲେ, ପୁରୀ ଟ୍ରେନ୍ କେତେବେଳେ ଅଛି। ଆଉ ପୁରୀ ଟ୍ରେନ୍ ଅଛି ସନ୍ଧ୍ୟାବେଳେ ଯାଇ, ଆଉ ଟ୍ରେନ୍ ନାହିଁ। କ'ଣ କରିବେ। ଏପଟେ ବହୁତ ଟେନସନ୍ ହୋଇଗଲେଣି, ସେପଟେ ବାପା ମା ମଧ୍ୟ ଟେନସନ୍ ହେଲେଣି। ଶେଷରେ ବସ୍ ବିଷୟରେ ମଧ୍ୟ ଜାଣିନାହାନ୍ତି ଏବଂ ଆଖପାଖ ଲୋକଙ୍କୁ ପଚାରିଲେ, ସେ କହିଲେ କଳ୍ପନା ପାଖରେ ଆପଣଙ୍କୁ ବସ୍ ମିଳିଯିବ। ଆଉ ବାଧ୍ୟ ହୋଇକି କଳ୍ପନା ମଧ୍ୟ ଗଲେ। କଳ୍ପନାରେ ମଧ୍ୟ ଦେଖିଲେ ବହୁତ ସଂଖ୍ୟାରେ ଲୋକ ଭିଡ଼। କଷ୍ଟେ ମଷ୍ଟେ ବସ୍ରେ ଚଢ଼ିଲେ ଏବଂ ପୁରୀରେ ପହଞ୍ଚିଗଲେ। ପୁରୀ ଯେତେବେଳେ ପହଞ୍ଚିଲେ, ଫୋନ୍ ଲଗାଇଲେ ନିଜ ସ୍ତ୍ରୀ ପାଖକୁ, ତମେ କେଉଁଠି ଅଛ। ସେ କହିଲେ, ଆମେ ବଡ଼ଦାଣ୍ଡରେ ଅପେକ୍ଷା କରୁଛୁ ତୁମକୁ। ଆଉ ବଡ଼ଦାଣ୍ଡରେ ପହଞ୍ଚିଲେ ତାଙ୍କ ସ୍ୱାମୀ ଜଣକ। ଭଲରେ ହସ ଖୁସିରେ କଥାବାର୍ତ୍ତା ହେଲେ ଏବଂ ସବୁ ଠିକ୍ଠାକ୍ ହେଲା। କିନ୍ତୁ ଜଗନ୍ନାଥ ମନ୍ଦିରରେ ଏତେ ଭିଡ଼ ଯେ କେମିତି ଦର୍ଶନ କରିବେ ବୋଲି ଚିନ୍ତାରେ ପଡ଼ିଗଲେ। ଏପଟେ ଗୋଡ଼ ହାତ ତାତି ଯାଉଥାଏ, କାହିଁକି ନା ପ୍ରବଳ ଖରା। ଖରାଦିନେ ଏଭଳି ତାତି ଦେଖି କିଛି ଲାଗୁନଥାଏ। ବଡ଼ ଦାଣ୍ଡରେ ବଡ଼ ଠାକୁରକୁ ଦର୍ଶନ କରିବା ସୌଭାଗ୍ୟର କଥା, କାହିଁକି ନା ଏତେ ଦିନ ପରେ ଆସୁଛେ। ଖରା ବର୍ଷା କିଛି ନ ମାନି ଆମେ ଆଜି ଜଗନ୍ନାଥଙ୍କୁ ଦର୍ଶନ କରିବା। ସ୍ତ୍ରୀ ବୁଝାଇଛନ୍ତି ସ୍ୱାମୀକି, ଆଉ ସ୍ୱାମୀ ମଧ୍ୟ ଖୁସି ହେଇଛନ୍ତି, କିଛି ଆବଶ୍ୟକ ନାହିଁ, ମୁଁ ବି ଚାହୁଁଛି ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ, ସ୍ୱାମୀ ଜଣକ କହିଛନ୍ତି। ଏପଟେ ଲାଇନ୍ କରିଥାନ୍ତି, ଯାଉଥାନ୍ତି, କିନ୍ତୁ ହଠାତ୍ ସ୍ତ୍ରୀ ଜଣକ ବେହୋସ ହେଇଗଲେ। ସ୍ୱାମୀ ଜଣକ ଦେଖିକି ଆଶ୍ଚର୍ଯ୍ୟ, ହଠାତ୍ ସ୍ତ୍ରୀ କେମିତି ବେହୋସ ହେଲେ। ଡାକିଲେ, ମାନିନୀ ମାନିନୀ ଉଠ, କ'ଣ ହେଇଛି, କ'ଣ ହେଇଛି। ସେହି ସମୟରେ ବାପା ମା ପାଣି ଛିଞ୍ଚିଲେ ଏବଂ ପାଣି ପିଇବାକୁ ଦେଲେ। କିନ୍ତୁ ବାପା ମା ଗୋଟିଏ କଥା ଲୁଚାଇଥିଲେ ତାଙ୍କ ଜ୍ୱଇଁକୁ, ତାଙ୍କ ଝିଅର କ'ଣ ହୋଇଛି, କ'ଣ ଅଛି, କି ରୋଗ ଅଛି, କିଛି କହିନଥାନ୍ତି। ଏବଂ ଝିଅର ଗୋଟେ ରୋଗ ଥିଲା ଯେ ବାହାଘର ପରେ ଭଲ ହୋଇଯିବ ବୋଲି। ଆଉ କଥା ଦେଇଥିଲେ ଜଗାକୁ, ମୁଁ ନିଶ୍ଚିନ୍ତ ବାହାଘର ପରେ ମୋ ଜ୍ୱଇଁକି ପୁରୀକି ଧରି ଆସିବି। ପ୍ରକୃତରେ ରୋଗ କ'ଣ ଥିଲା ଆପଣମାନେ ଶେଷ ଯାଏଁ ଦେଖିଲେ ଆଶ୍ଚର୍ଯ୍ୟ ମଧ୍ୟ ହେବେ। ଯେତେବେଳେ ମାନିନୀ ଉଠିଲେ, ପାଣି ପିଇଲେ ମଧ୍ୟ। ଆଉ ସ୍ୱାମୀ ଜଣକ କହିଲେ, ଏବେ ତମ ଦେହ ଠିକ୍ ଲାଗୁଛି, କ'ଣ କହୁଛ, ତମେ ଲାଇନ୍ରେ ଠିଆ ହୋଇପାରିବନି, ଏତେ ଖରା ଠିଆ ହୋଇପାରିବନି କି। ସେ ମାନେ କହୁଛନ୍ତି, ନା ଏସବୁ ନୁହେଁ, ଟିକେ ମୁଣ୍ଡ ବୁଲେଇଗଲା ତ, ସେମିତି କିଛି ନାହିଁ, ଚାଲ। ଲାଇନ୍ରେ ଧୀରେ ଧୀରେ ଯାଉଥାନ୍ତି, ଜଗା ପାଖକୁ ଗଲେ। ଜଗା ପାଖରେ ମନ୍ଦିର ଭିତରେ ହୁଳୁହୁଳିଠୁ ଆରମ୍ଭ କରି ଜୟ ଜଗନ୍ନାଥ ସ୍ୱରରେ ଲୋକ
ଚିଲଉଥାନ୍ତି। ଆଉ ଏପଟେ ସ୍ୱାମୀ ଜଣକ ଭାବ ବିହଳିତ ହୋଇଗଲେ। ଜୟ ଜଗନ୍ନାଥ କହି ସ୍ୱାମୀ ଜଣକ ମଧ୍ୟ ଚିଲଉଥାନ୍ତି। ଆଉ ଏପଟେ ମାନିନୀ ଏବଂ ତାଙ୍କ ମା ମଧ୍ୟ ବହୁତ ଖୁସି ଅଛନ୍ତି, କାହିଁକିନା ଏତେ ବର୍ଷ ପରେ ଆସିଛନ୍ତି କାଳିଆ ଠାକୁରକୁ ଦେଖିବା ପାଇଁ। ସବୁକିଛି ବାପା ମାଆଙ୍କର ପୂରଣ ହୋଇଗଲା, ଖାଲି ଗୋଟିଏ ବାକି ରହିଲା, ଝିଅର ଯେଉଁ ରୋଗ ହୋଇଛି ସେଇଟା ଭଲ କରିଦିଅନ୍ତୁ ମହାପ୍ରଭୁ, ବାପା ମା ଡାକୁଥାନ୍ତି। ସ୍ୱାମୀ ଜଣକ କିନ୍ତୁ ଜାଣିନାହାନ୍ତି ପ୍ରକୃତରେ କ'ଣ ହୋଇଛି। ଆଉ ଏପଟେ ଜଗନ୍ନାଥଙ୍କ ପାଖକୁ ଗଲେ, ଦର୍ଶନ ମଧ୍ୟ କଲେ। ସତେ ଯେମିତି ବଡ଼ ବଡ଼ ଆଖିରେ ଅନେଇଛି କାଳିଆ ଠାକୁର ଏବଂ କହୁଥାଏ, ଆ ପଳେଇଆ ପଳେଇଆ ମୋ ପାଖକୁ, ଯେମିତି ଡାକୁଥାନ୍ତି କାଳିଆ। ଆଉ ସେହି ସମୟରେ ଝିଅ ଜଣଙ୍କ ଆଖିରୁ ଲୁହ ବାହାରୁଥାଏ। ହେ ପ୍ରଭୁ, ମୁଁ ମୋ ସ୍ୱାମୀ ମୋ ଶାଶୁ ଘରେ ଭଲରେ ରୁହେ, ନୂଆ ନୂଆ ଘର, କିଛି ଜାଣିନି, ରାଜ୍ୟ ବାହାରକୁ ମୁଁ ଅଛି, ମୋ ବାପା ମା ଏଠି, ମୁଁ କେମିତି ରହିବି, କ'ଣ କରିବି, କେମିତି ଚଳିବି କିଛି ଜାଣିନି। ଆଉ ସେପଟେ ଶାଶୁଘର ଲୋକ କ'ଣ କହିବେ ମୁଁ କିଛି ଜାଣିନି। ମୁଁ ଯେତିକି ରୋଷେଇ ଯେତିକି କାମ ଜାଣିଛି ସେତିକି ଠିକ୍ ଅଛି, କିନ୍ତୁ ସେପଟ ରାଜ୍ୟରେ କ'ଣ ସବୁ ହେଉଛି ମୁଁ ଜାଣିନି, ମୋତେ ତୁ ପ୍ରତି ମୁହୂର୍ତ୍ତରେ ସାହାଯ୍ୟ କରିବୁ ପ୍ରଭୁ, ଏମିତି କହି ଡାକୁଥାନ୍ତି। ଆଉ ଏପଟେ ସ୍ୱାମୀ ଜଣକ ଡାକୁଥାନ୍ତି, ହେ ପ୍ରଭୁ, ମୁଁ ମୋ ଲାଇଫ୍ରେ ନୂଆ ସ୍ତ୍ରୀ ପାଇଛି ଏବଂ ମୋ ବାପା ମାଆଙ୍କୁ ଯେମିତି ମୋ ସ୍ତ୍ରୀ ଭଲରେ ରଖିବ, ମୁଁ ଏତିକି ଚାହୁଁଛି, ଭଲରେ ଭଲରେ ପରିବାରଟା ଚାଲିବ। ଆଉ ଏପଟେ ଝିଅ ଜଣଙ୍କ ବାପା ମା ଖାଲି ଡାକୁଛନ୍ତି, ହେ ପ୍ରଭୁ, ହେ ଜଗନ୍ନାଥ, ହେ କାଳିଆ ଠାକୁର, ତୁ ତ ସମସ୍ତଙ୍କର ସାହା ଭରସା, ତୁ ଚାହିଁଦେଲେ ସମସ୍ତଙ୍କ ରୋଗ ଭଲ ହୋଇଯାଏ, ଆଉ ମୋ ଝିଅର ରୋଗ ମଧ୍ୟ ଭଲ ହୋଇଯାଉ, ମୋ ଝିଅକୁ ମଧ୍ୟ ଦୀର୍ଘାୟୁ କର ପ୍ରଭୁ, ଏମିତି କରି ଡାକିକି ଆଖିରୁ ଲୁହ ବାହାରି ଯାଉଥାଏ। ସେହି ସମୟରେ ଜଣେ ଜଣକ ପଚାରେ, କ'ଣ ହେଲା ବାପା ମା? ସେହି ସମୟରେ କିଛି ଆଉ କହୁଥାନ୍ତି, ଏତେ ଦିନ ପରେ ଆସିଲେ ନା ପୁରୀକୁ, ସେଇଥିପାଇଁ ଆଖିରୁ ଲୁହ ବାହାରିଗଲା। ଆଉ ସେହି ସମୟରେ ଜଣେ ଜଣକ ଆଉ କିଛି କହିଲେନି। ଜଣେ ଜଣକ ଭାବିଲେ ଯେ ପ୍ରକୃତରେ କାଳିଆ ଠାକୁର ଦର୍ଶନ କରି ବାବା ମାଆଙ୍କର ଆଖିରୁ ଲୁହ ବାହାରୁଛି, କିନ୍ତୁ ପ୍ରକୃତ କଥା ହେଲା ତାଙ୍କ ଝିଅର ଯେଉଁ ରୋଗ ଅଛି କମ୍ ବୟସରେ ତାର ବି କିଛି ହୋଇପାରେ, ଡାକ୍ତର ଜଣକ କହିଛନ୍ତି। ଆଉ ଏପଟେ ଝିଅ ଜଣକ ମଧ୍ୟ କାନ୍ଦି ପକାଉଥାଏ, କାହିଁକି ନା ଆଗକୁ ତାର ସଂସାର ଅଛି, ଆଗକୁ ଶାଶୁଘର ନିଜ ସ୍ୱାମୀ ସହିତ ଚଳିବା ପାଇଁ ମଧ୍ୟ ଚାହୁଁଛି। ଆଉ କ'ଣ କରିବ, ଚାରିଧାମ ବୁଲିଲେ, ସବୁଆଡ଼େ ବୁଲାବୁଲି କରି ଶେଷରେ ଅବଢ଼ା ମଧ୍ୟ ଖାଇଲେ। ଅବଢ଼ା ଖାଇଲା ବେଳେ ଯାହା ହେଲା ଆପଣମାନେ ଦେଖିଲେ ଆଶ୍ଚର୍ଯ୍ୟ ହେବେ। ଯେତେବେଳେ ସ୍ୱାମୀ ସ୍ତ୍ରୀ ଅବଢ଼ା ଖାଉଥାନ୍ତି ସେହି ସମୟରେ ଝିଅ କାଶିଲେ, କାଶି କାଶି ଯାଇକି ସିଧା ଯାଇ ଯେଉଁଠି ପାଣି ଧୁଆ ହୁଏ ସେଇଠି ଯାଇକି ପଡ଼ିଗଲା ପରେ ବାନ୍ତି କରି ପକାଇଲେ। ଦେଖିଲା ବେଳକୁ ରକ୍ତ ବାନ୍ତି। ସ୍ୱାମୀ ଦେଖି ଆଶ୍ଚର୍ଯ୍ୟ, ଏସବୁ କ'ଣ ହେଉଛି, କ'ଣ ହେଇଛି ମାନିନୀ, କ'ଣ ହେଇଛି, ଏମିତି କହୁଥାନ୍ତି। ଆଉ ମାନିନୀ ସେହି ସମୟରେ ବେହୋସ ହୋଇଗଲେ ଏବଂ ବାପା ମାଆଙ୍କୁ ପଚାରିଲେ, କ'ଣ ହେଇଛି, ଏମିତି କ'ଣ ହେଇଛି? ତାପରେ ମନ୍ଦିର ଚାରିପଟେ ଭିଡ଼, ଲୋକମାନେ ହୋ ହାଲ୍ଲା ହେଉଥାନ୍ତି, ଡାକ୍ତରଙ୍କୁ ଡାକ, ଡାକ୍ତରଙ୍କୁ ଡାକ। ଆଉ ସେହି ସମୟରେ ବାପା ମା ଏବଂ ଜ୍ୱାଇଁ ତିନି ଜଣ ଯାକ ଦୌଡ଼ିଲେ ମେଡ଼ିକାଲ ଛକରେ ମେଡ଼ିକାଲକୁ ନେଇ ଝିଅକୁ ଆଡ଼ମିଟ୍ କଲେ। ଡାକ୍ତର ଚେକଅପ୍ କଲେ, ଡାକ୍ତର କହିଲେ ଝିଅ ବେହୋସ ହୋଇଯାଇଛି, କିଛି ହୋଇନାହିଁ। ତାପରେ ଝିଅଙ୍କର ଆଖି ଖୋଲିଲା ଏବଂ କହିଲା, ମୁଁ କିଛି ହୋଇନାହିଁ, କାହିଁକି ନା ନର୍ମାଲ ଚେକଅପ୍ ହୋଇଥିଲା, ପ୍ରକୃତରେ ଝିଅର କ'ଣ ହୋଇଛି ଡାକ୍ତର କିଛି ଜାଣିନାହାନ୍ତି। ଆଉ ଏପଟେ ଝିଅକୁ କ୍ୟାନ୍ସର ହୋଇଛି, କାରଣ ବାପା ମା ଏକଥା ଲୁଚେଇଥିଲେ, ଝିଅ ମଧ୍ୟ ଜାଣିଥିଲେ, କିନ୍ତୁ ସ୍ୱାମୀ ଜାଣିନାହାନ୍ତି ଏବଂ ସ୍ୱାମୀ ଘର ଲୋକ ଜାଣିନାହାନ୍ତି। ଝିଅକୁ ଭଲ କରିବା ପାଇଁ ଜଗା ପାଖକୁ ଆସିଥିଲେ ଏବଂ କେହି ଜଣେ ବାବା କହିଥିଲେ ଝିଅକୁ ବାହା କରିଦିଅ ଏବଂ ଭଗବାନଙ୍କୁ ଡାକ, ଝିଅ ନିଶ୍ଚିନ୍ତ ଭଲ ହୋଇଯିବ ଏବଂ ତାହା ଗ୍ରହ ଦୋଷ କଟିଯିବ। ସେଥିପାଇଁ ବାପା ମା କାହାକୁ ନ ଜଣେଇ ଝିଅକୁ ବାହା କଲେ ଏବଂ ସେଥିପାଇଁ ଭଗବାନ ପାଖକୁ ଆସିଥିଲେ। ଜଗନ୍ନାଥକୁ କାନ୍ଦି କାନ୍ଦି ଡାକୁଥାନ୍ତି, ହେ ପ୍ରଭୁ, ମୋ ଝିଅ ନୂଆ ନୂଆ ସଂସାର କରିଛି, ମୋ ଝିଅର ଯେମିତି କିଛି କ୍ଷତି ନ ହେଉ, ଆଉ ମୋ ଝିଅ ଖୁସିରେ ରହୁ। ବାପା ମା କାନ୍ଦି ପକାଉଥାନ୍ତି, ହେ ପ୍ରଭୁ, ମୁଁ କିଛି ଜାଣିନି, ତୁ ସମସ୍ତଙ୍କର ରୋଗ ଭଲ କରୁ। ଦୀର୍ଘ 5 ବର୍ଷ ହେଲାଣି ମୋ ଝିଅର ଏମିତି ଅବସ୍ଥା, ଆଉ ଏଥିପାଇଁ ମଧ୍ୟ ଆମେ ଗୋଟେ ଓଳି ଖାଉଛୁ, ଆଉ ଗୋଟେ ଓଳି ଖାଉନୁ, କାହିଁକି ନା ତୋରି ପାଇଁ ଆମେ ଅପେକ୍ଷା କରିଛୁ, ତୁ ଚାହିଁଲେ ଆମ ଝିଅକୁ ଭଲ କରିଦେଉ ପ୍ରଭୁ, ଏମିତି କରି ଡାକୁଥାନ୍ତି। ସେହି ସମୟରେ ଏମିତି ଦୁଇ ଜଣକ ବ୍ୟସ୍ତ ହୋଇକି ପଚାରିଲେ, ବାବା ମା ସତ କୁହ, କ'ଣ ହେଇଛି ମାନିନୀଙ୍କର, କ'ଣ ହେଇଛି, ରକ୍ତ ବାନ୍ତି କାହିଁ କଲେ? ସେହି ସମୟରେ ବାପା ମା କିଛି କହୁଥାନ୍ତି, କାନ୍ଦି ପକାଉଥାନ୍ତି। ଏପଟେ ସ୍ୱାମୀ ଜଣକ ବହୁତ କାନ୍ଦିଲେ ଏବଂ ପଚାରିଲେ, ମାନିନୀ ସତ କୁହ, କ'ଣ ହେଇଛି, କ'ଣ ହେଇଛି? ମାନିନୀ ଜଣକ କିଛି କହୁଥାନ୍ତି। ଆଉ ବାପା ମାଆଙ୍କ ଆଖିରେ ଲୁହ ପୋଛି ଦେଉଥାନ୍ତି ମାନିନୀ ଏବଂ କହୁଥାନ୍ତି, ମା,
ବାବା ମୋର କିଛି ହେବନି, ତମେ କାନ୍ଦନି ବାବା, ଏମିତି କହୁଥାନ୍ତି। ସବୁ ସେଇ ଜଗନ୍ନାଥ ଚାହିଁଲେ ସବୁ କିଛି ଠିକ୍ ହୋଇଯିବ। ଆଉ ଭଲରେ ଦର୍ଶନ କରିକି ଘରକୁ ଫେରିଲେ। ଘରକୁ ଯେତେବେଳେ ଫେରିଲେ, ଜ୍ୱଇଁ ଏବଂ ଝିଅ ନିଜ ଘରକୁ କାଲକାତାକୁ ଯିବା ପାଇଁ ବାହାରିଲେ ଟ୍ରେନରେ। ସେହି ସମୟରେ ଜ୍ୱଇଁ ଜଣକ ପଚାରିଲେ, ମାନେ ଝିଅର ସ୍ୱାମୀ ପଚାରିଲେ, ପ୍ରକୃତରେ କ'ଣ ହେଇଛି ମାନିନୀ ତମର, ମୋ ମୁଣ୍ଡ ଛୁଇଁ କହିବ କି? ପଚାରିଲେ। ମାନିନୀ ସେହି ସମୟରେ କହିଲେ, ମୋର କ୍ୟାନ୍ସର ହୋଇଛି। ଆଉ ସେହି ସମୟରେ ସ୍ୱାମୀ ଜଣକ ଏକଥା ଶୁଣିକି ଆଶ୍ଚର୍ଯ୍ୟ ହେଲେନି, କ୍ୟାନ୍ସରକୁ ନର୍ମାଲ ନେଲେ ଏବଂ କହିଲେ କ୍ୟାନ୍ସର ହୋଇଛି ତ ଦେଖନ୍ତୁ। ଏମିତି କହି ନିଜ ସ୍ତ୍ରୀକୁ ସେ ଆଶ୍ୱାସନା ଦେଉଥାନ୍ତି ଏବଂ ବ୍ୟସ୍ତ କରୁନଥାନ୍ତି। କାହିଁକି ନା ରୋଗ ଯଦି ଗୋଟେ ହୋଇଥାଏ, ଯଦି ମନ ଖୁସି ରହିବ, ଚିନ୍ତା ନ କରିବ, ରୋଗ ନିଶ୍ଚିନ୍ତ ଭଲ ହେବ, ଏମିତି ବୁଝାଉଥାନ୍ତି ସ୍ୱାମୀ ଜଣକ। ସ୍ୱାମୀ ଜଣକ ମାନିନୀ କ୍ୟାନ୍ସର ଛୋଟ କଥା, ତୁମର ଭଲ ହୋଇଯିବ, କିଛି ଅସୁବିଧା ନାହିଁ। କିନ୍ତୁ ସ୍ୱାମୀ ମନରେ ରହିଥିଲା ଭୟ, କାହିଁକି ନା ନୂଆ ନୂଆ ସଂସାର କରିଛନ୍ତି। ଏମିତିଆ ସରଳ ଏବଂ ସୁନ୍ଦର ସ୍ତ୍ରୀ ସେ କେବେ ବି ଭାବିନଥିଲେ ଏବଂ ବହୁତ ହେଲ୍ପଫୁଲ୍ ନେଚର ଅଛି, ମୋ ବାପା ମାଆଙ୍କୁ ବହୁତ ହେଲ୍ପ କରୁଛି, ଏମିତିଆ ସ୍ତ୍ରୀ ମୁଁ ଲକ୍ଷରେ ଗୋଟିଏ ପାଇବି ବୋଲି ମନେ ମନେ ଭାବୁଥିଲେ। ଆଉ ପ୍ରକୃତରେ ଭଗବାନଙ୍କୁ ମଧ୍ୟ ଡାକୁଥିଲେ। ସେପଟେ ଗଲେ, ଶାଶୁଘରେ ଯାଇ ପହଞ୍ଚିଲେ ମାନିନୀ। ଏପଟେ ମନ ଦୁଃଖରେ ବସିଥାନ୍ତି। ସ୍ୱାମୀ ଜଣକ ମାନିନୀକୁ ଆଶ୍ୱାସନା ଦେଉଥାନ୍ତି ଏବଂ କହୁଥାନ୍ତି ମାନିନୀ ଏଇଆ କର ସେଇଆ କର। ମାନିନୀ ମନକୁ ବହୁତ ଖୁସି କରାଉଥାନ୍ତି। ମାସେ 2 ମାସ 3 ମାସ ପରେ ଯେତେବେଳେ ଚେକଅପ୍ କରିବା ପାଇଁ ସ୍ୱାମୀ ଡାକିଲେ, ମାନିନୀ ଚାଲ ଚେକଅପ୍ କରିବା। ଡାକ୍ତର ଜଣକ ଚେକଅପ୍ କଲେ, କହିଲେ ଧୀରେ ଧୀରେ କ୍ୟାନ୍ସର ଷ୍ଟେଜ୍ କମି କମି ଗଲାଣି, ବ୍ୟସ୍ତ ହୁଅନି, ଆପଣଙ୍କର ଭଲ ହୋଇଯିବ। ଆଉ ସ୍ୱାମୀ ଜଣକ ମାନିନୀ ସହିତ ଦିନ ରାତି ସ୍ପେଣ୍ଡ କରୁଥାନ୍ତି ଏବଂ ପ୍ରତି ମୁହୂର୍ତ୍ତରେ ଖୁସିରେ ରଖୁଥାନ୍ତି, ପ୍ରତି ମୁହୂର୍ତ୍ତରେ ବାହାରକୁ ବୁଲାଉଥାନ୍ତି, ପ୍ରତି ମୁହୂର୍ତ୍ତରେ ସ୍ତ୍ରୀର କଥା ଶୁଣୁଥାନ୍ତି, ସ୍ତ୍ରୀକି ଏନି ଟାଇମ୍ ଖୁସି ଦେଉଥାନ୍ତି। ଆଉ ସ୍ତ୍ରୀ ଜଣକ ଏମିତିଆ ସ୍ୱାମୀ ପାଇ ବାପା ମାଆଙ୍କୁ ମଧ୍ୟ ଭୁଲିଗଲେ। ସ୍ତ୍ରୀ ଜଣକ କହିଲେ ପ୍ରକୃତରେ ଇଏ ହିଁ ମୋର ସ୍ୱାମୀ, ପ୍ରତି ମୁହୂର୍ତ୍ତରେ ସପୋର୍ଟ କରୁଥାନ୍ତି ଆଉ ଏପଟେ ସ୍ତ୍ରୀକୁ ମଧ୍ୟ ହେଲ୍ପ କରୁଥାନ୍ତି। ମନର ଦୁଃଖ ଥାଏ ସ୍ୱାମୀଙ୍କର। ଆଉ ଧୀରେ ଧୀରେ ଯେତେବେଳେ 4 ମାସ ହୋଇଗଲା, ସେହି ସମୟରେ ଆଉ ଥରେ ଚେକଅପ୍ କଲେ। ଦେଖିଲା ବେଳକୁ ମାନିନୀଙ୍କର କ୍ୟାନ୍ସର ଭଲ ହୋଇଯାଇଛି। ଆଉ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କଲେ। ପ୍ରକୃତରେ ସ୍ୱାମୀ ଜଣକ ସେଇ ଦିନଠାରୁ ମାନସିକ କରିଦେଇଥିଲେ ଯେ ମୋ ସ୍ତ୍ରୀର ଯେଉଁ ରୋଗ ହୋଇଛି ଭଲ ହୋଇଯାଉ। ଆଉ ସତକୁ ସତ ଭଲ ମଧ୍ୟ ହୋଇଗଲା। ଏଇଟା ଗୋଟେ ସତ୍ୟ ଘଟଣା ଉପରେ ଆଧାରିତ, କାହିଁକି ନା ମାନିନୀ ମ୍ୟାଡ଼ାମ୍ ନିଜେ ଏସବୁ ମେଲ୍ କରି କହିଥିଲେ। ଆଉ ତାଙ୍କର ଏପର୍ଯ୍ୟନ୍ତ କ୍ୟାନ୍ସର ଷ୍ଟେଜ୍ ଆଉ ନାହିଁ, ସିଏ ଏବେ ପୁରା ସୁସ୍ଥ ଅଛନ୍ତି। ପ୍ରଭୁ ସେଇ ଜଗନ୍ନାଥଙ୍କ ପାଖରେ ଏତିକି ବିନତି କରୁଛୁ ଯେ ସମସ୍ତଙ୍କୁ ଭଲରେ ରଖନ୍ତୁ। ଆଉ କ୍ୟାନ୍ସରରେ କେତେ ଯନ୍ତ୍ରଣା, କେତେ ମୁଁ ସବୁ ଜାଣିଛି। ଏମିତି କିଛି ଲେଖିକି ଆମ ପାଖକୁ ସେୟାର କରିଥିଲେ ଏବଂ କହିଥିଲେ ମନରେ ଭକ୍ତି ଏବଂ ଯଦି ବିଶ୍ୱାସ ଥିବ ନା, ବଡ଼ ବଡ଼ ରୋଗ ମଧ୍ୟ ଭଲ ହୋଇଯିବ। ଆଉ ପ୍ରତିଟି ମୁହୂର୍ତ୍ତରେ ଆମକୁ ଧୈର୍ଯ୍ୟ ରଖିବାକୁ ପଡ଼ିବ, ଖୁସିରେ ରହିବାକୁ ପଡ଼ିବ। ସେ ବିଷୟରେ ଭାବି ଯଦି ଆମେ ଚିନ୍ତା କରିବା, ଆମେ ରୋଗାଗ୍ରସ୍ତ ହେବା ଏବଂ ଆମର ଆୟୁ ମଧ୍ୟ କମିବ। ମୋ ସ୍ୱାମୀ ଆଜି ମୋତେ ପ୍ରତି ମୁହୂର୍ତ୍ତରେ ସପୋର୍ଟ କରୁଛନ୍ତି, କ୍ୟାନ୍ସର ବିଷୟରେ ଜାଣି ମଧ୍ୟ ମୋତେ ବହୁତ ସପୋର୍ଟ କରିଛନ୍ତି, ଭଗବାନଙ୍କୁ ଡାକିଛନ୍ତି। ଆଜି ମୁଁ ଭଲ ଅଛି। ମୋ ସ୍ୱାମୀ, ମୋ ସ୍ତ୍ରୀ, ମୋ ସ୍ୱାମୀ, ମୁଁ ଏବଂ ମୋର ଶାଶୁ ଶ୍ୱଶୁର ଏବଂ ମୋର ଗୋଟେ ଏବେ ପୁଅଟେ, 2 ବର୍ଷ ହେଲାଣି ମୋର ପୁଅକୁ। ଏବେ ସେ ବହୁତ ସୁସ୍ଥରେ ଅଛନ୍ତି। ତେଣୁ ଏତିକି ଗୁହାରି କରୁଛି, ଭଗବାନ ସମସ୍ତଙ୍କୁ ଖୁସିରେ ରଖ। ଆଉ କାଳିଆ ପାଖକୁ ଯିଏ ଖାଲି ହାତରେ ଯାଇନା, ସିଏ ନିଶ୍ଚିନ୍ତ କିଛି ନା କିଛି ଆଣେ ଏବଂ ତାର ମନସ୍କାମନା ମଧ୍ୟ ପୂରଣ ହୁଏ। ସେଥିପାଇଁ ଆପଣମାନେ ଜୟ ଜଗନ୍ନାଥ ଥରେ କହିଦିଅନ୍ତୁ।